କାହାକୁ ଘଣ୍ଟ ଘୋଡ଼ାଉଛନ୍ତି ଚୌଦ୍ୱାର ପୌର ଅଧିକାରୀ? କେବେ ହେବ ତଦନ୍ତ? ଦେଶ ତଥା ରାଜ୍ୟକୁ ସ୍ୱଚ୍ଛ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚୌଦ୍ୱାର ପୌରପାଳିକାର ସ୍ୱଚ୍ଛତା ନାମରେ ହେଉଛି ହରିଲୁଟ ଏବଂ ହଡପ। ସ୍ୱଚ୍ଛତା ପାଲଟିଛି ଦିଗହରା। ଖବର ପ୍ରସାରଣକୁ 10 ଦିନ ବିତି ଯାଇଥିଲେ ମଧ୍ୟ ପୌର ଅଧିକାରୀ ନୀରବ, ସାନିଟାରୀ ବିଭାଗ ନୀରବ, ଷ୍ଟାଣ୍ଡିଂ କମିଟି ନୀରବ। ପ୍ରଶ୍ନ ଉଠୁଛି, ଏହି ଅଧିକାରୀମାନଙ୍କ ନୀରବତାକୁ କାହାକୁ ବଞ୍ଚାଉଛି? ପୂର୍ବରୁ ପୌର ଅଧିକାରୀ କହିଥିଲେ ତଦନ୍ତ ହେବ, ଜରିମାନା ହେବ, କିନ୍ତୁ ଏବେ ସେହି ଅଧିକାରୀ ଗଣମାଧ୍ୟମରେ ପ୍ରକାଶ କରିଥିବା କଥାକୁ ପଛଘୁଞ୍ଚା ଦେଉଛନ୍ତି କାହିଁକି? କାହା ଭୟରେ? ପୌର ଅଧିକାରୀ ଦୁଇ ଠିକା ସଂସ୍ଥା ସ୍ୱର୍ଣ୍ଣା ଦେବୀ ଆଉ ଜି ମଞ୍ଜୁଶ୍ରୀ, ସାନିଟାରୀ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଗୋଟିଏ ସୂତାରେ ବନ୍ଧା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯଦି ସରକାର ଏହି ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ ପରିସରକୁ ନିଅନ୍ତି, ତେବେ ଚୌଦ୍ୱାର ପୌରପାଳିକାର ଦୁର୍ନୀତି ଚକ୍ରର ହାହାକାର ମାନଚିତ୍ର ଲୋକଲୋଚନକୁ ଆସିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଶୁଣିବାକୁ ମିଳିଛି। ସ୍ୱଚ୍ଛ ଭାରତ ନାମରେ ଚୌଦ୍ୱାର ପୌରପାଳିକାରେ ହେଉଛି ଅସ୍ୱଚ୍ଛ କାମ, ପବିତ୍ର ମିଶନ ନାମରେ ଅପବିତ୍ର ଖେଳ। ତଦନ୍ତ କେବେ? କଠୋର କାର୍ଯ୍ୟାନୁଷ୍ଠାନ କେବେ? ସେଇଟା ତ ଆପଣ ମାନଙ୍କ ମାଧ୍ୟମରେ ମୁଁ ଜାଣୁଛି। ଆମେ ତ କାହାକୁ ପରମିଶନ ଦେଇନୁ ପକେଇବା ପାଇଁ। ଯଦି ଆମେ ତ ଟେଣ୍ଡର ମାଧ୍ୟମରେ କରିଛୁ, ସେ କଣ୍ଟ୍ରାକ୍ଟର ତାର କୋଉଠି କଣ ପକଉଛି। ମୁଁ ବି ଇଏଙ୍କ ବାଇଟ୍ ଶୁଣିଥିଲି ଯେ ସେ ବି ନିଜେ କହିଥିଲେ ଯେ ତଦନ୍ତ କରିବେ ଏବଂ ତହସିଲଦାରଙ୍କୁ ଗୋଟେ ପରମିଶନ ମାଗିବେ। ଆମର ବି ଅଲରେଡି 17 ନମ୍ବର ୱାର୍ଡରେ MCC ଯୋଉଗୁଡାକ ଅଛି, ଆମର 3ଟା ୱାର୍ଡରେ ଅଛି, FSTP ଅଛି। ଆମର ସେ ଜାଗାରେ ଆହୁରି ଏକ୍ସଟେନସନ କରିବା ପାଇଁ ମଧ୍ୟ ଅଳିଆ ଗୁଡ଼ିକ ଯାଇକି ସେଠି ପଡ଼ିବ ବୋଲି ଏକ୍ସଟେନସନ ପାଇଁ ମଧ୍ୟ ଟେଣ୍ଡର ଅଲରେଡି ହେଇସାରିଛି। ଆହୁରି ମଧ୍ୟ ଆମେ ଜାଗା ଠିକ କରିବୁ। ତହସିଲଦାରଙ୍କୁ ମଧ୍ୟ ଚିଠି କରାହେଇଛି, ଜାଗା ଆମକୁ ଦେଖିଲେ ଆମେ ସେଠି ଅଳିଆ ମଧ୍ୟ ପକେଇବୁ, ଯୋଉଟା କି ସେଗ୍ରିଗେଟ କରାହେଇକି ଖତ କରାଯାଉଛି। ତେଣୁ ଏବେ ଯାହା ହେଇଛି ମୋ ନଲେଜକୁ ତ ଆପଣ ମାନଙ୍କ ମାଧ୍ୟମରେ ଆସିଲା, ତାକୁ ଆମେ ଇନକ୍ୱାରି କରିବା। ଏଇଟା ତ ସତ୍ୟାସତ୍ୟ ମୁଁ ଜାଣିନି, ଆପଣ ମାନେ ଯାହା କହୁଛନ୍ତି ତାକୁ ନିଶ୍ଚିତ ଭାବରେ ଇନକ୍ୱାରି କରାଯିବ। ମୁଁ ନିର୍ବାହୀ ଅଧିକାରୀଙ୍କ ନଲେଜକୁ ଆଣିବି, ଯେ କି ସେ ସଂସ୍ଥା ଦୁଇଟିକୁ ଡାକି ସେ ଇନଭେଷ୍ଟିଗେଟ କରିବେ ଏବଂ ତାର ସତ୍ୟାସତ୍ୟ ଅନୁଧ୍ୟାନ କରିବେ। ଚୌଦ୍ୱାରରେ ଦିନ ପରେ ଦିନ ଏମିତି ଅପରାଧ ଆଉ ଦୁର୍ନୀତି ବଢୁଥିବା ବେଳେ ସମାଜସେବୀ ବା ବୁଦ୍ଧିଜୀବୀଙ୍କ ମହଲରୁ ଆସିଛି ଅନେକ ପ୍ରଶ୍ନ। असली दुर्नीतिबाज केबे आसिबे लोकलोचन? जदि खूब शीघ्र यार तदंत कराई समाधान करा जाए तेबे तीव्र असंतोष देखा मिलिब। चौद्वार क्षीरोद परिडांक रिपोर्ट NTV।